ସନ୍ଧ୍ୟା ସୁଦ୍ଧା ତୋ ଭଣଜାଟା ମରିବ। କହିଲା କଣ କହିଲୁ? ମାତୁଳ ଯସ୍ୟ ଗୋବିନ୍ଦ ପିତା ଯସ୍ୟ ଧନଞ୍ଜୟ। ଯା ମାମୁଁ ହଉଛି ଗୋବିନ୍ଦ ବୋଲେ କୃଷ୍ଣ। ଯା ବାପା କହିଲା ଧୈର୍ଯ୍ୟଟି ଯା ବୀର୍ଯ୍ୟ ଦେଖି ତୁ ସେ ଦେଲେ ଭରା। যে প্রাণ বান্ধব যদু পতিকে সবরা। যা বাপা গান্ডীব ଧନୁ ଶିବ ବେକରେ ପକେଇକି ହୁଳୁ ହୁଳୁ କରି ବୁଲେଇକି ଫୋପାର ଦେଲା, ତା ପୁଅକୁ କିଏ ମାରିବ? ସହଦେବ କହିଲେ ଠିକ ଅଛି ମୋର ଭୁଲେଇଗଲା କାନ ଧରୁଛି ଆଉ। ଯଦି ସିଏ ନମଲା, ଯଦି ଅଭିମନ୍ୟୁ ସନ୍ଧ୍ୟା ସୁଦ୍ଧା କାଲି ନମଲା, ରାତିରେ 2 ଜଣ ମରିବେ। ନାରେ କିଏ? ନା ଆଗ ମାରିଦବ ପ୍ରଭୁ ତୋତେ, ତାପରେ ତା ବୋପାକୁ। ସନ୍ଧ୍ୟା ସୁଦ୍ଧା ଅଭିମନ୍ୟୁ ନ ମଲେ ଆଗ କୃଷ୍ଣକୁ ମାରିବ, ତାପରେ ତା ବୋପା ଅର୍ଜୁନକୁ ବି ମାରିଦବ। ତମ ଇଚ୍ଛା, ତମ ଘର କଥା, ତମେ ଯାହା କରିବା କଥା କର, ମୋର କଣ ଆଉ କହିବାର ଅଛି? ତମେ ବଞ୍ଚେଇକି ତାକୁ ରଖିଥା। କୃଷ୍ଣ କହିଲା ରେ ଏମିତି ନା? ନାରେ କାହିଁକି? ନା ଗୋଟେ ଝିଅ ପିଲାଟେ ଆସିବ ସାଙ୍ଗେ ସାଙ୍ଗେ ଆପଣଙ୍କ ପାଖକୁ, ଫୁଲ ମାଟେ ଧରିକି ଗୋଟେ ଝିଅ ପିଲା ତମ ପାଖକୁ ଆଉଛି, ଅପେକ୍ଷା କରିଥା ପ୍ରଭୁ। ସିଧା ଅଭିମନ୍ୟୁକୁ ମରା ନହେଲେ ପରିସ୍ଥିତି ଭୟଙ୍କର ହବ। ଏତିକି କହୁ କହୁ ଇଏ ସମୟ ଆସେ ମର୍ତ୍ତ୍ୟରେ ଆସେ ଅମର୍ତ୍ତ୍ୟ ବାଳି। କାନ୍ଦିଲା ଗୋବିନ୍ଦ ଚରଣ ବିନ୍ଦେ ସମୟରୁ ମର୍ତ୍ତ୍ୟ ଭାଗ ସ୍ୱର୍ଗରୁ ଅମର୍ତ୍ତ୍ୟ ବାଳି ବୋଲି ଗୋଟେ ଦେବନାୟିକା ଆସି କୃଷ୍ଣଙ୍କ ପାଖରେ ପହଞ୍ଚି ଭଗବାନ କୃଷ୍ଣଙ୍କୁ ପଦେ ଡାକୁଛି। କୃଷ୍ଣଙ୍କ ପାଦ ପଦ୍ମରେ ଶରଣ ନଉଛି, ପ୍ରଭୁ ଡାକି ଡାକି ଆଉ କେତେ ମରିବି ହେ ଚକାଆଖି। ଏ ନାରୀ ଜଣକ ଆଉ କେହି ନୁହେଁ, ତା ନାଁ ହେଲା ଚନ୍ଦ୍ର ଦେବତାଙ୍କ ସ୍ତ୍ରୀ ରୋହିଣୀ। ଦ୍ୱାପର ଯୁଗ ଆରମ୍ଭ ହେଲା ବେଳେ ଅଭିମନ୍ୟୁ ଥିଲେ, ଅଭିମନ୍ୟୁ ହଉଛନ୍ତି ଅନାଦି, ଆଉ ଅନାଦିଙ୍କ ସ୍ତ୍ରୀ ହଉଛି ଆଦି। ଆଦି ଅନାଦି ହେଲେ 2।
ভগবান নারায়ণ আদিঙ্কি কইলে মা তু দ্বাপরে জন্ম হ না জন্ম হেবি যে যেমিতি যেমিতি জন্ম হেবি সেମିତି ମୋ ମା ଆଇଲାଣି ତ ଯେମିତି ଜନ୍ମ ହେବି ସେମିତି ସାଙ୍ଗେ ସାଙ୍ଗେ ରିଟର୍ନ ରହିବିନି କ୍ଷଣଟେ ରହିବିନି। ଭଗବାନ ନାରାୟଣ କହିଲେ ହଉ ଯଦି ଗୋଟେ କଣ୍ଡିସନ କଲୁଣି ତେଣୁ ତୁ ଯେମିତି ଯିବୁ ସେମିତି ଆସିବୁ। ସେଇଆ ହେଲା। ଆଦି କଣ ହେଲା? ଗାୟକ କେଶରୀ ଉଦୟନାଥ ରଥ ଶର୍ମା বলে ধরা ভাড়া না সে ধর্ম প্রকাশে অবতার ছহি আদ্যা দেবী সুতা প্রসবী যশোদা বিজুলি কন্যা ভোলাই আদিটি যশোদা কুলରୁ জন্ম ହେଲା ନା ହେଲା ବିଜୁଳି କନ୍ୟା। ଯେତେବେଳେ ନାରାୟଣ ଅନାଦିକି ବସେଇକି ଟ୍ୟୁସନ କଲି କହିଲେ ଅନାଦି ତମେ ଟିକେ ମର୍ତ୍ତ୍ୟକୁ ଚାଲ ନା ହଁ ଯିବି ଯେ ସାଙ୍ଗେ ସାଙ୍ଗେ ଆସିବି ନା ଭଲ। ଏ ଦି ଜଣ ଯାକ ଗୋଟେ ଫାର୍ସ ଚଲେଇଛନ୍ତି ଆଉ ଯିବ ସାଙ୍ଗେ ସାଙ୍ଗେ ଆସିବ କଣ ହବ। ତୋ ମାକୁ ପଠେଇ ଦେଇଛି ସେ ଯାଇକି ଆସିବ କଂସ ହାତରୁ ଖସିବ କଂସ ମରିବ। ତୁ ଚନ୍ଦ୍ରଙ୍କ ସ୍ତ୍ରୀ ରୋହିଣୀ ଠାରୁ ନିୟମ କରେଇ ଦେଇ ଚନ୍ଦ୍ର ଠାକୁରଙ୍କର ଯୋଉ 16ଟା କଳା ସେଇ 16ଟା କଳାରୁ 14ଟା କଳାକୁ ଆଇଲେ ନାରାୟଣ। ଭର୍ତ୍ତି କରିଦେଲେ ଅନାଦିଙ୍କର ଦେହରେ। ରୋହିଣୀ କହିଛି ପ୍ରଭୁ 14 ଦିନ 14 ବର୍ଷ ହୋଇବ ପୂରଣ। ସେହିଦିନ ଛାଡ଼ିଯିବ ଅଭିମନ୍ୟୁ ପ୍ରାଣ। ଏତିକି ନିୟମ କର ହେରଙ୍ଗା ଧର। ବର୍ଷେ ସ୍ୱାମୀ କଳା ଫେରାଇବ ସାର। ପ୍ରଭୁ ନିୟମ କର 14 ବର୍ଷ ଭିତରେ ଅଭିମନ୍ୟୁ ମରିବ। ଯଦି 14 ବର୍ଷରୁ ଅଧିକ ହବ ଅଭିମନ୍ୟୁ ତମ ମାନଙ୍କୁ ମାରିଦବ। ତମେ ନିୟମ କର ରଙ୍ଗାବଧର। ନାରାୟଣ ଆଗରୁ ନିୟମ କରିଛନ୍ତି। এইଥିପାଇଁ ଚନ୍ଦ୍ର ସ୍ତ୍ରୀ ରୋହିଣୀ ଆସିକି ପହଞ୍ଚିଛି। ହେଲା ପ୍ରଭୁ ତମର ମନେ ନାହିଁ ରାତି ପାଇଲେ 14 ବର୍ଷ ପୂର୍ଣ୍ଣ ହବ। ତେଣୁ ଆସନ୍ତା କାଲି ଯେମିତି ଅଭିମନ୍ୟୁଟା ମରିବ ଅଭିମନ୍ୟୁ ମରିବ। ମୋ ସ୍ୱାମୀଙ୍କର 14ଟା କଳା ମୋର ଦରକାର। କଣ ହେଇଛି କଣ 10ଟାରେ ଛାଡିବି 7ଟାରେ ପେଣ୍ଡା ଲୋକ ହେଇଛି। 11 ଛାଡିକି 12 ହେଲେ କଣ ମୁଁ 2ଟା ମଣିଷକୁ ସମ୍ଭାଳୁଛି। ତମେ ଯେମିତି ମୋ ଶ୍ରୋତା ସେମାନେ ବି ମୋ ଶ୍ରୋତା। ନୃସିଂହ ତାକୁ ଭଲ ପାଉଛନ୍ତି ବୋଲି ଲୋକ ଯେତେ ଦିନ ବଞ୍ଚିଥିବି ଏ ନାକଦଣ୍ଡାରେ ପବନ ଯିବା ଯାଏ ମୁଁ ଆପଣ ମାନଙ୍କର ସେବା କରୁଥାଏ। ଆଉ ନାରାୟଣଙ୍କୁ ସଦାବେଳେ ଡାକେ ପ୍ରଭୁ। ମଞ୍ଚ ଉପରେ ପାଲା ଗାଉ ଗାଉ ଯେମିତି ପେଣ୍ଡାଲ ଉପରେ ସତରେ ଯଦି ନାରାୟଣ ଥବୁ ଏ ପେଣ୍ଡାଲ ଉପରେ ମୋର ହାର୍ଟ ଚୋକ୍ ହେଇଯାଉ ମୁଁ ମରିଯାଏ ଏ ପେଣ୍ଡାଲ ଉପରେ। ନା 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 ଓଡ଼ିଶାର ଗାୟକ ଯୁବ ସମ୍ରାଟ ଗୋଟେ ସୂର୍ଯ୍ୟ ଲିଭିଯିବେ। ସଦାବେଳେ ନାରାୟଣକୁ ଡାକିଛି ପ୍ରଭୁ ମୋ ମରଣଟା ଯୋଉଦିନ ହଉ କିନ୍ତୁ ଏଇ ପେଣ୍ଡାଲ ଉପରେ ହିଁ ହଉ। ଯେମିତି ଅନୁଷ୍ଠାନ ଲୋକମାନେ ମତେ ଟେକିକି ନେବେ ମୋର ବନ୍ଧୁବାନ୍ଧବ ଦରକାର ନାହିଁ।
मोर प्रकृतर बंधु बांधव ओडिशार जेते दर्शक श्रोता से माने जदि टेकिकी नहीं मत को दिन पोड़ीदेवे मो हाथमा सदगति पाइब बाबू चंद्र भारती रोहिणी कहला मो स्वामी की फेरे दियो नारायण कहले बड़ ओडुआरे कहली आसंता काली द्रोणाचार्य करेंगे चक्रव्यूह चक्रव्यूह भितर को गले अपांडव हम पृथ्वी ए चक्रव्यूह को विश्व रे 3 जन बिंधि पारंती 4 नुह किए किए से 3 जन किए किए स्वर्ग रे बिंधिव परा नाम तावा सब परा नाम तावा सब पातालपुर रे सीमा अनंत बिंधिव अमर्त्य रे अर्जुन अमर्त्य रे अर्जुन लाख बिंधिवे सुदक्ष यही 3 जन अमर्त्य रे अर्जुन अमर्त्य रे अर्जुन लाख बिंधिवे परा एही 3 जन कृष्ण विचार कले 3 जन बिंधिवे स्वर्ग रे बासव बोले इंद्र तार कौन काम जे सेठी आस पाताल रे अनंत नाग तार कौन काम जे सेठी आस मर्त्य रे बिंधिव जने से होची अभिमन्यु उपा अर्जुन सेउडा को जदी किडनैप करिक नै जी ताले अभिमन्यु मरिबो जीव गुआडे एपटे जलधर व्यूह को भांगिबा पाई भगवान कृष्ण अर्जुन को सांगिरे नहीं कि चली एपटे गुरु को पाद तले पड़ी किए ना दुर्योधन गुरु कहले तैयारी करी चक्रव्यूह ना से चक्रव्यूहटा केमितिया गुरुदेव से चक्रव्यूहटा देखा कि भलिया उत्तर देले द्रोणाचार्य कौन कहले शैव चक्रीवत चक्राकार शैव चक्रीवत चक्राकार शैव चक्रीवत चक्राकार शैव चक्रीवत चक्राकार चक्रव्यूह गोटे अटे रुचिर चक्रव्यूह गोटी अटे रुचिर कहले चक्रव्यूहटा केमितिया कहल शैव चक्रीवत चक्राकार चक्रीर अन्य नाम बापा माने साप साप जिते चेका मारी गुडे होगी शुए ता लांचटा कौटी मुंडटा कौटी आम कौन जानीपे आम जानीपर तेणु तारी भितर मुंड को तारी भितर लांच ता चेका भितर द्रोणा कहले चक्री बोले साप भाया तैयारी गोटे व्यूह चक्रव्यूह 8टा घर 12टा गेट कर 12टा गेट रे आमर 12 जन ता भीतर रही जी आसो पांडव मान आउ खसिकी जाई परिबे जेते आसंतु पांडवे
ତା ଭିତରେ ପଡିକି ମରିବେ ନା 8ଟା ଘର 12ଟା ଗେଟ୍ 12ଟା ଦ୍ୱାରରେ କିଏ କିଏ ରହିବେ ତାର ଗୋଟେ ଲିଷ୍ଟ ଗୁରୁଦେବ ଦିଅନ୍ତୁ ତାଲିକା ନହେଲେ କେମିତି ହବ ଯୋଉ 12 ଜଣ ରହିବେ ସେ 12 ଜଣଙ୍କ ନାଁ କଣ ଦ୍ରୋଣ କହିଲେ ହଇରେ ମୁଁ ତ ପୁରେଇ ତ ମୁଁ ତିଆରି କରିଛି ଚକ୍ରବ୍ୟୁହ ଫାଷ୍ଟ ଗେଟଟା ମତେ ଦିଅ ମୁଁ ତିଆରି କରୁଛି ଫାଷ୍ଟ ଗେଟଟା ମତେ ଦିଅ କହିଲା ଚକ୍ରବ୍ୟୁହ କଲେ ଦ୍ରୋଣ ତିଆରି ଚକ୍ରବ୍ୟୁହ କଲେ ଦ୍ରୋଣ ତିଆରି ଆଜ ଦ୍ୱାରେ ଆପେ ହେଲେ ଦୁଆରି ଆଜ ଦ୍ୱାରେ ଆପେ ହେଲେ ଦୁଆରି ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ ଦ୍ୱିତୀୟ ଦ୍ୱାରେ ଦୁଶିଳାର କାନ୍ତ ତୃତୀୟ ଦ୍ୱାରେ ରହେ ରବିସୁତ ପଞ୍ଚମରେ হে চতুর্থরে শল্য হে চমে কৃপাচার্য মহামল চতুর্থরে শল্য হে চক্রব্যূহକୁ ତିଆରି କଲେ ଦ୍ରୋଣ ଆଗ ଗେଟରେ ରହିଲେ ଦ୍ରୋଣ ଆଦ୍ୟ ଦ୍ୱାରରେ ରହିଲେ ଦ୍ରୋଣାଚାର୍ଯ୍ୟ ଦ୍ୱିତୀୟ ଦ୍ୱାରରେ ରହିଲେ ଜୟଦ୍ରଥ ତୃତୀୟ ଗେଟକୁ ଜଗିକି ରହିବେ କର୍ଣ୍ଣ ଚତୁର୍ଥ ଗେଟକୁ ଜଗିକି ରହିବ ପାଣ୍ଡବ ମାନଙ୍କ ମାମୁଁ ବୋଲେ ମାଦ୍ରୀ ଭାଇ ଶଲ୍ୟ ଚତୁର୍ଥ ଗେଟରେ ଶଲ୍ୟ ପଞ୍ଚମ ଗେଟକୁ ଜଗିକି ରହିଲେ କୃପାଚାର୍ଯ୍ୟ ମହାମଲ୍ଲ ପାଣ୍ଡବଙ୍କର ମାମୁଁ ଏ ଦ୍ରୋଣାଚାର୍ଯ୍ୟଙ୍କର ଶାଳକ ଗଲା 5ଟା ଗେଟ ଗଲା 6 ନମ୍ବର ଗେଟରେ କିଏ ରହିବ ରେ ନା କ୍ଷତ୍ରିୟ ବୃନ୍ଦ ବୃନ୍ଦାର କମ ଘବା କ୍ଷତ୍ରିୟ ବୃନ୍ଦ ବୃନ୍ଦା କମ ଘବା କ୍ଷତ୍ରିୟ ବୃନ୍ଦ ବୃନ୍ଦାର କମ ଘବା କ୍ଷତ୍ରିୟ ବୃନ୍ଦ ବୃନ୍ଦାର କମ ଘବା ଷଷ୍ଠେ ରହିଲେ ହୋଇ ଭୂରି ଶ୍ରବା ଷଷ୍ଠେ ରହିଲେ ହୋଇ ଭୂରି ଶ୍ରବା ସପ୍ତମେ ଅଳମ୍ବୁ ଷୋଳାୟୁଧ ସପ୍ତମେ ଅଳମ୍ବୁ ଷୋଳାୟୁଧ ସୁରଗଣେ ଯା ନାମ ପ୍ରସିଦ୍ଧ ବୀରକୃପ ବର୍ମା ବୀରକୃପ ବର୍ମା ବୀରକୃପ ବର୍ମା ହେ ନବମ ଦ୍ୱାରେ ରହେ ଅଶ୍ୱତ୍ଥାମା ବୀରକୃପ ବର୍ମା ହେ 6 ନମ୍ବର ଗେଟରେ ରହିବେ ଭୂରିଶ୍ରବା 7 ନମ୍ବର ଗେଟରେ ରହିବେ ଅଳମ୍ବୁଷ 8 ନମ୍ବର ଗେଟରେ ରହିବେ ହଳାୟୁଧ 9 ନମ୍ବର ଗେଟରେ ରହିଲେ ଅଶ୍ୱତ୍ଥାମା 10ମ ଦ୍ୱାର ଶକୁନି ଜଗିବ 10ମ ଦ୍ୱାର ଶକୁନି ଜଗିବ 10ମ ଦ୍ୱାର ଶକୁନି ଜଗିବ ଏକାଦଶେ ଦୁଃଶାସନ ରହିବ ଦ୍ୱାଦଶ ଦ୍ୱାରରେ ଦୁର୍ଯ୍ୟୋଧନ সঙ্গে পরাধিব তোর নন্দন নামতা লক্ষ্মণ হে জগিধিব দ্বার তোর নন্দন নামতা লক্ষ্মণ হে 10 নম্বর গেটরে শকুনি 11 নম্বর গেটরে 11 নম্বর গেটরে দুঃশাসন 12 নম্বর গেটরে দুর্যোধন রাও যেତିକି ভাই বঞ্চিছ তা সাঙ্গেরে ମଧ୍ୟସ୍ଥଳରେ ରହିବ ତୋ ପୁଅ ଲକ୍ଷ୍ମଣ କୁମାର ଆକୁ ଦେଖିଲେ ତୋ ପୁଅକୁ ପାଣ୍ଡବ ମାନଙ୍କର ହୃଦୟ ଟିକେ ଦୁର୍ବଳ ହେଇଯିବ ଧୋନି ଛକା ମାଇଲା ଭଳିଆ ଫିଟିବ କାହାକୁ ଛାଡିବନି
এপটে জানি পারলে পাণ্ডব শ্রেষ্ঠ ধর্মরাজ ধর্মরাজ যুধিষ্ঠির অর্জুন তো নাই পଳେଇଛି କୃଷ୍ଣ ସାଙ୍ଗରେ ଯୁଧିଷ୍ଠିରଙ୍କର କାନରେ ବାଜିଲା ଯେ ଗୁରୁଦେବ ତିଆରି କରିଛନ୍ତି ଚକ୍ରବ୍ୟୁହ ଆମକୁ ମାରିବା ପାଇଁ କଣ କଲେ ଜାଣିଛୁ ଯୁଧିଷ୍ଠିର ବସୁଛନ୍ତି ମନେ ମନେ ଭାବୁଛନ୍ତି ଚକିତ ହୋଇ ଭାଳନ୍ତି ଇଏ ବସିଧର ଚକ୍ର